ଗୁଡ୍ ମର୍ଣ୍ଣିଂ। ଶୁଭ ସକାଳ ପିଲାମାନେ, କେମିତି ଅଛ? ଆଶା କରେ ତମେମାନେ ବହୁତ ଭଲରେ ଥିବ। ପ୍ରତ୍ୟେକ ଦିନ ପାଠ ପଢ଼ୁଥିବ, ବିଦ୍ୟାଳୟକୁ ଯାଉଥିବ ଏବଂ ମୋର ଭିଡ଼ିଓ ଗୁଡ଼ିକ ସବୁଦିନ ଦେଖୁଥିବ। ଯେଉଁମାନେ ପ୍ରଥମ ଥର ପାଇଁ ମୋର ଏହି ଭିଡ଼ିଓଟିକୁ ଦେଖୁଅଛ, ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବ। ତ ଚାଲ ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ପ୍ରଥମ ଅଧ୍ୟାୟ, ସାମାଜିକ ଶୃଙ୍ଖଳା। ମୋହନ ବାବୁଙ୍କ ପିଲାମାନେ ଓ ପଡ଼ିଶା ଘରର ପିଲାମାନେ ପରୀକ୍ଷାରେ ଭଲ କଲେ ନାହିଁ। କହିଲ ଦେଖି ଏହିସବୁ ଅସୁବିଧାର କାରଣ କ'ଣ? ମୋହନ ବାବୁ ଅଧିକ ଜୋରରେ ଟେପ୍ରେ ଶବ୍ଦ କରି ଗୀତ ଶୁଣୁଥିବାରୁ ଅନ୍ୟମାନେ ସେହି ଶବ୍ଦରେ ପାଠ ପଢ଼ି ପାରିଲେ ନାହିଁ। ଏହି ଶବ୍ଦ ପିଲାମାନଙ୍କର ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି କଲା। କାରଣ ପିଲାମାନଙ୍କର ମନ ଟେପ୍ ବାଜୁଥିବା ଗୀତରେ ରହିଲା। ଟେପ୍ର ଶବ୍ଦ ଯୋଗୁଁ ପଡ଼ିଶା ଘରର ବୁଢ଼ୀମା ଶାନ୍ତିରେ ଶୋଇପାରିଲେ ନାହିଁ ଓ ଜେଜେମା ମଧ୍ୟ ପୁରାଣ ପଢ଼ିପାରିଲେ ନାହିଁ। ଏହା ମୋହନ ବାବୁଙ୍କର ଗୋଟିଏ ମନ୍ଦ ଅଭ୍ୟାସ। ତାଙ୍କର ମନ୍ଦ ଅଭ୍ୟାସ ପାଇଁ ଏସବୁ ହେଲା। ଏହି ଚିତ୍ରଗୁଡ଼ିକୁ ଦେଖ, ସେଗୁଡ଼ିକରୁ ମନ୍ଦ ଅଭ୍ୟାସର ଚିତ୍ର ବାଛି ଲେଖ। ତୁମେ ଜାଣିଥିବା କେତୋଟି ଭଲ ଓ ମନ୍ଦ ଅଭ୍ୟାସର ନାମ ଲେଖ। ପ୍ରଥମ ଚିତ୍ରଟିରେ ଲୋକଟି ରାସ୍ତା କଡ଼ରୁ ଗଛ ହାଣି ନେଉଛି। ଏହା ଏକ ମନ୍ଦ ଅଭ୍ୟାସ। ତୃତୀୟ ଚିତ୍ରଟିରେ ଘରର ଅପରିଷ୍କାର ପାଣି ରାସ୍ତାକୁ ଛାଡ଼ିବା। ଏହା ମଧ୍ୟ ଏକ ମନ୍ଦ ଅଭ୍ୟାସ। ଭଲ ଅଭ୍ୟାସ, ରାସ୍ତାର ନିୟମ ମାନି ଚଳିବା, ଖବରକାଗଜ ପଢ଼ିବା, ରାସ୍ତା କଡ଼ରେ ଗଛ ଲଗାଇବା, ମିଳିମିଶି ଚଳିବା, ପାଠପଢ଼ା କରି ସ୍କୁଲକୁ ଯିବା। ମନ୍ଦ ଅଭ୍ୟାସ, ବିଦ୍ୟାଳୟ କାନ୍ଥରେ ଗାରେଇବା, ରାସ୍ତା ମଝିରେ ସାଇକେଲ ଚଳାଇବା, ସାଙ୍ଗ ପିଲାଙ୍କ ସହ କଳି କରିବା, ଅନ୍ୟ ବାଡ଼ିରୁ ଫୁଲ ଓ ଫଳ ଚୋରି କରିବା, ଜୋରରେ ମାଇକ୍ ବଜାଇବା। ତୁମ ଅଞ୍ଚଳରେ ଘଟୁଥିବା ଅପରାଧ ଗୁଡ଼ିକର ନାମ ଲେଖ, ଯେପରି ସୁନା ଚେନ୍ ଛିଣ୍ଡାଇ ନେବା, ମୋଟର ସାଇକେଲ ଚୋରି କରିନେବା, ରାସ୍ତା କଡ଼ରୁ ଗଛ ହାଣିଦେବା, ମଦ୍ୟପାନ କରି ଗଣ୍ଡଗୋଳ କରିବା, ହୁକ ପକାଇ ବିଦ୍ୟୁତ୍ ଚୋରି କରିବା, ରାସ୍ତା ଅବରୋଧ କରି ଦୋକାନ କରିବା, ରାସ୍ତାରେ ଯାଉଥିବା ଝିଅଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ଦେବା, ଜୋର ଜବରଦସ୍ତ ଚାନ୍ଦା ଆଦାୟ କରିବା। ଟିକିଏ ଚିନ୍ତା କରି କୁହ ଓ ଲେଖ, ମଦ ପିଇ ଗାଡ଼ି ଚଳାଇଲେ କ'ଣ ଅସୁବିଧା ହେବ? ମଦ ପିଇ ଗାଡ଼ି ଚଳାଇଲେ ଚାଳକ ମଦ ନିଶାରେ ବାଟ ଜାଣିପାରେ ନାହିଁ, ତା'ର ଗାଡ଼ି ଉପରେ ନିୟନ୍ତ୍ରଣ ରହେ ନାହିଁ। ସେ ଚଳାଉଥିବା ଗାଡ଼ିଟି ରାସ୍ତାରେ ଯାଉଥିବା ଅନ୍ୟାନ୍ୟ ଗାଡ଼ି ମୋଟର ଦେହରେ ବାଡ଼େଇ ହୋଇଯାଏ କିମ୍ବା ରାସ୍ତାରେ ଯାଉଥିବା ପଦଚାରୀ ବା ସାଇକେଲ ଆରୋହୀଙ୍କ ଉପରେ ଚଢ଼ିଯାଏ। ବେଳେବେଳେ ଗାଡ଼ିଟି ପୋଲ ଉପରୁ ନଈ ନାଳ ଭିତରକୁ ଖସି ପଡ଼େ। ଏହାଦ୍ୱାରା ଗାଡ଼ି ମୋଟର ଭାଙ୍ଗିଯିବା ସହ ଚାଳକ ଜଣକ ଆହତ ହୁଅନ୍ତି ବା ମୃତ୍ୟୁବରଣ କରନ୍ତି। ବେଳେବେଳେ ତାଙ୍କ ସହ ଅନ୍ୟ ନିରୀହ ଲୋକମାନେ ମଧ୍ୟ ମୃତାହତ ହୋଇଥାନ୍ତି। ଅପରାଧ ନିରାକରଣ ପାଇଁ ଆଉ କି କି ଉପାୟ କରାଯାଇପାରେ ନିଜେ ଭାବି ଲେଖ। ଅଧିକ ପୁଲିସ ମୁତୟନ କରିବା,
ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରିବା, ବିଦ୍ୟାଳୟରେ ଉତ୍ତମ ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦେବା, ରେଡ଼ିଓ ଟେଲିଭିଜନ ଓ ସମ୍ବାଦପତ୍ରରେ ଅପରାଧ ନିରାକରଣ ସମ୍ପର୍କରେ ପ୍ରଚାର କରିବା, ପରିବାରରେ ସ୍ନେହ ଶ୍ରଦ୍ଧାର ବାତାବରଣ ସୃଷ୍ଟି କରିବା, ସମାଜରେ ପ୍ରଚଳିତ ଭେଦଭାବ ଉଚ୍ଚ ନୀଚ ଧନୀ ଦରିଦ୍ର ମଧ୍ୟରେ ଥିବା ବ୍ୟବଧାନ ଦୂର କରିବା, ବେକାରମାନଙ୍କୁ ରୋଜଗାର ପନ୍ଥା ଯୋଗାଇବା। 1 ନମ୍ବର, ତଳେ ଦିଆଯାଇଥିବା ଅଭ୍ୟାସ ଗୁଡ଼ିକ ମଧ୍ୟରୁ ମନ୍ଦ ଅଭ୍ୟାସ ଗୁଡ଼ିକ ଓ ଭଲ ଅଭ୍ୟାସ ଗୁଡ଼ିକୁ ତଳ ସାରଣୀରେ ଲେଖ। ମନ୍ଦ ଅଭ୍ୟାସ: ରାସ୍ତା ମଝିରେ ସାଇକେଲ ଚଳାଇବା, ଧୂମପାନ କରିବା, ପ୍ରତିଦିନ ସିନେମା ଦେଖିବା, ଜୋରରେ ମାଇକ୍ ବଜାଇବା, ବିଦ୍ୟାଳୟ କାନ୍ଥରେ ଗାରେଇବା, ବେଞ୍ଚ, ଗଛ, ଟାୟାର ଜାଳି ରାସ୍ତା ଅବରୋଧ କରିବା, ଜବରଦସ୍ତ ଚାନ୍ଦା ଆଦାୟ କରିବା, ଅନ୍ୟ ବାଡ଼ିରୁ ଫୁଲ ଓ ଫଳ ଚୋରି କରିବା। ଭଲ ଅଭ୍ୟାସ: ଗୀତ ଗାଇବା, ଛୁଟିରେ ବନ୍ଧୁ ଘର ବୁଲିଯିବା, ଖବରକାଗଜ ପଢ଼ିବା, ରାସ୍ତା କଡ଼ରେ ଗଛ ଲଗାଇବା, ଠିକ୍ ସମୟରେ ଟିକସ ଦେବା। 2 ନମ୍ବର, ତୁମେ ଜାଣିଥିବା ଯେକୌଣସି 5ଟି ଅପରାଧର ନାମ ଲେଖ। ଚୋରି, ଡକାୟତି, ମାରପିଟ କରିବା, ଘରଦ୍ୱାର, ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଆସବାବପତ୍ର, ଗାଡ଼ି ମଟର ଇତ୍ୟାଦିକୁ ଭଙ୍ଗାରୁଜା ବା ପୋଡ଼ାଜଳା ଏବଂ ଲୁଟତରାଜ କରିବା, ବିନା ଟିକେଟରେ ବସ୍ ଟ୍ରେନରେ ଯିବା ଆସିବା କରିବା, ବିନା ଟିକେଟରେ ପ୍ଲାଟଫର୍ମରେ ପ୍ରବେଶ କରିବା, ସୁନା ଚେନ୍ ଛିଣ୍ଡାଇ ନେବା, ମୋଟର ସାଇକେଲ ଚୋରି କରିବା, ହୁକ ପକାଇ ବିଦ୍ୟୁତ୍ ଚୋରି କରିବା, ରାସ୍ତା ଅବରୋଧ କରିବା। 3 ନମ୍ବର, ତୁମର ଜଣେ ସମ୍ପର୍କୀୟ ମଦ୍ୟପାନ କରୁଥିଲେ କ'ଣ କରିବ? ମୋର କେହି ସମ୍ପର୍କୀୟ ମଦ୍ୟପାନ କରୁଥିଲେ ତାଙ୍କୁ ଘୃଣା ନ କରି ସାନ ହୋଇଥିଲେ ସ୍ନେହ ଓ ବଡ଼ ହୋଇଥିଲେ ସମ୍ମାନ ଜଣାଇ ମଦ୍ୟପାନର କାରଣ ବୁଝିବାକୁ ଚେଷ୍ଟା କରିବୁ। ସେ କିପରି ଓ କେଉଁଠୁ ମଦ ଆଣୁଛନ୍ତି ତାର ସନ୍ଧାନ ନେଇ ସେ ମଦ ନ ଆଣିବାର ବ୍ୟବସ୍ଥା କରିବୁ। ମଦ୍ୟପାନର ମନ୍ଦ ଫଳ ଓ ପରିବାରରେ ଘଟୁଥିବା ଅଭାବ ଅସୁବିଧା ବିଷୟରେ ତାଙ୍କୁ ବାରମ୍ବାର ବୁଝେଇବୁ। ମଦ ଛାଡ଼ିବା ପାଇଁ ତାଙ୍କୁ ଔଷଧ ଖୁଆଇବାର ବ୍ୟବସ୍ଥା କରିବୁ। ଏସବୁ ସତ୍ତ୍ୱେ ଯଦି ସେ ନ ବୁଝନ୍ତି ତେବେ ତାଙ୍କୁ ଦଣ୍ଡର ଭୟ ଦେଖାଇ ମଦ୍ୟପାନ ନ କରିବାକୁ ସତର୍କ କରାଇବୁ। 4 ନମ୍ବର, ତୁମ ଅଞ୍ଚଳରେ ଘଟୁଥିବା ଅପରାଧ ଗୁଡ଼ିକର ତାଲିକା କର। ସେହି ଅପରାଧ ଗୁଡ଼ିକ କିପରି ନିରାକରଣ କରାଯାଇପାରିବ ତାର ଉପାୟ ଗୁଡ଼ିକ ଲେଖ। ଅପରାଧ: ରାସ୍ତା କଡ଼ରୁ ଲୋକମାନେ ପ୍ରତିଦିନ ଗଛ କାଟି ନେଉଛନ୍ତି, ମଦ ପିଇ ଅନ୍ୟାୟ ଭାବରେ ଗାଡ଼ି ମଟର ଅଟକାଇ ଚାନ୍ଦା ଆଦାୟ କରୁଛନ୍ତି, ଚୋରି ଡକାୟତି କରୁଛନ୍ତି, ଗାଡ଼ି ମଟରରେ ବିନା ଟିକେଟରେ ଯାତ୍ରା କରୁଛନ୍ତି, ହୁକ ପକାଇ ବିଦ୍ୟୁତ୍ ଚୋରି କରୁଛନ୍ତି। ନିରାକରଣର ଉପାୟ: ଅପରାଧୀକୁ କଠୋର ଦଣ୍ଡ ଦେବାର ବ୍ୟବସ୍ଥା କରାଯିବା ଉଚିତ। ଅପରାଧ ନିରାକରଣ ସମ୍ପର୍କରେ ଦୂରଦର୍ଶନରେ ଦେଖାଇବା ତଥା ରେଡ଼ିଓରେ ପ୍ରଚାର କରିବା ଦରକାର। ନିଶା ଦ୍ରବ୍ୟର
ଶରୀର ପ୍ରତି ପଡ଼ୁଥିବା କୁପ୍ରଭାବ ବିଷୟରେ ସେମାନଙ୍କୁ ସଚେତନ କରିବା ଉଚିତ। ସେମାନଙ୍କ ଚରିତ୍ର ପରିବର୍ତ୍ତନ ପାଇଁ ଉଦ୍ୟମ କରାଯିବା ଆବଶ୍ୟକ। ଅପରାଧୀମାନଙ୍କ ଅପରାଧକୁ ଘୃଣା କରିବା ମାତ୍ର ସେମାନଙ୍କୁ ଘୃଣା କରିବା ଅନୁଚିତ। 5 ତଳେ କେତୋଟି ଉକ୍ତି ଦିଆଯାଇଛି। ସେହି ଉକ୍ତିଗୁଡ଼ିକ ମଧ୍ୟରୁ ତୁମକୁ ଭଲ ଲାଗୁଥିବା ଉକ୍ତିଟିରେ ଠିକ୍ ଚିହ୍ନ ଦିଅ। 6 ଯେକୌଣସି 4ଟି ମନ୍ଦ ଅଭ୍ୟାସ ଲେଖ। ଅଧିକ ଜୋରରେ ଶବ୍ଦ କରି ଗୀତ ଶୁଣିବା, ରାସ୍ତା କଡ଼ରୁ ଗଛ ହାଣି ନେବା, ଘରର ମଇଳା ପାଣି ରାସ୍ତାକୁ ଛାଡ଼ିବା, ଠିକ୍ ସମୟରେ ପ୍ରତିଦିନ ସ୍କୁଲ ନ ଯିବା। 7 ତଳେ ଦିଆଯାଇଥିବା ଉକ୍ତିଗୁଡ଼ିକୁ ପଢ଼। ଅପରାଧ ନିରାକରଣ ପାଇଁ ସହାୟକ ହେବା ଭଳି ଉକ୍ତି ନିକଟରେ ଠିକ୍ ଚିହ୍ନ ଓ ସହାୟକ ନ ହେବା ଭଳି ଉକ୍ତି ନିକଟରେ ଭୁଲ ଚିହ୍ନ ଦିଅ।